ଦୋଳ ପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଜାଣନ୍ତୁ କିପରି କରିବେ ପାଳନ, କ'ଣ ଖାଇବେ, କ'ଣ ପିଇବେ। ଅଳ୍ପ ସମୟ ମଧ୍ୟରେ ହେବାକୁ ଯାଉଛି ଚନ୍ଦ୍ରଗ୍ରହଣ। ଏହା ଓଡ଼ିଶା ତଥା ଭାରତକୁ ଆଂଶିକ ଦୃଶ୍ୟ ହେବ। ଆଂଶିକ ଗ୍ରହଣ ଆରମ୍ଭ ଦିବା 3ଟା 20ରେ ଏବଂ ସମ୍ପୂର୍ଣ୍ଣ ଗ୍ରହଣ ଆରମ୍ଭ ଦିବା 4ଟା 34ରେ ହେଉଥିବା ବେଳେ ଦିନବେଳା ହେତୁ ଏହା ଦୃଶ୍ୟମାନ ହେବ ନାହିଁ। ସୂର୍ଯ୍ୟାସ୍ତ ପୂର୍ବରୁ ଅପରାହ୍ନ 5ଟା 32ରେ ସମ୍ପୂର୍ଣ୍ଣ ମଧ୍ୟ ଶେଷ ହେବ, ଯାହା ଓଡ଼ିଶା କିମ୍ବା ଭାରତକୁ ଦୃଶ୍ୟ ହେବ ନାହିଁ। ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା 5ଟା 50ରେ ଚନ୍ଦ୍ରୋଦୟ ଗ୍ରହଣ ଲାଗିଥିବା ଅବସ୍ଥାରେ ହେବ, ଯାହା ଦୃଶ୍ୟ ହେବ। ଏହା ଗ୍ରହଣର ଶେଷ ଆଂଶିକ ପର୍ଯ୍ୟାୟ। ସନ୍ଧ୍ୟା 6ଟା 47ରେ ଆଂଶିକ ଗ୍ରହଣ ଶେଷ ସହ ସର୍ବମୋକ୍ଷ ହେବ। ଚନ୍ଦ୍ରଗ୍ରହଣରେ ଗ୍ରହଣର ସ୍ପର୍ଶର 9 ଘଣ୍ଟା ପୂର୍ବରୁ ଅଗ୍ରସ୍ତାଦୟ କ୍ଷେତ୍ରରେ 12 ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଅନ୍ନ ଭୋଜନ ନିଷେଧ ହୋଇଥାଏ। ଗ୍ରସ୍ତୋଦୟ ହେତୁ ଗ୍ରହଣର ଦୃଶ୍ୟର 12 ଘଣ୍ଟା ପୂର୍ବରୁ ଅର୍ଥାତ୍ ସୂର୍ଯ୍ୟୋଦୟ ଠାରୁ ହାଣ୍ଡି ଛାଡ଼ ଓ ଦେବନୀତି ନିଷିଦ୍ଧ। ଏ ଦିନର ପ୍ରାତଃ ପୂଜା ଭୋର 5ଟା 50 ପୂର୍ବରୁ କରଣୀୟ। ଦିନମାନ ଭିତରେ ଚୂଡ଼ା, ମୁଢ଼ି, ଖଇ, ଗୁଡ଼, କଦଳୀ ପ୍ରଭୃତି ଖାଇବା ଉଚିତ। ପଇଡ଼, ଦହି ଓ ଲେମ୍ବୁ ସରବତ ପ୍ରଭୃତି ପିଆଯାଇପାରିବ। ସନ୍ଧ୍ୟା 6ଟା 47 ପରେ ସ୍ନାନ କରି ଓ ଠାକୁରମାନଙ୍କ ମହାସ୍ନାନ କରାଇ ସନ୍ଧ୍ୟାକାଳୀନ ଦେବପୂଜା ଓ ରୋଷେଇବାସ ଇତ୍ୟାଦି କରାଯାଇପାରିବ। ଛୋଟ ପିଲା, ବୁଢ଼ାବୁଢ଼ୀ ଓ ରୋଗୀମାନଙ୍କ ପାଇଁ ନିୟମ ପାଳନ ବାଧ୍ୟତାମୂଳକ ନୁହେଁ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି। ଗ୍ରହଣ ଦିନଠାରୁ ସପ୍ତାହ ବ୍ୟାପୀ ଦୂରଯାତ୍ରା, 1 ଦିନ ବିବାହ ଓ 3 ଦିନ ବ୍ରତ ନିଷେଧ। ଜ୍ୟୋତିର୍ବିଦଙ୍କ ମତରେ ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ରାଶିର ଏବଂ 2, 5, 11, 14, 20 ଓ 23 ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଗ୍ରହଣ ଦର୍ଶନେ ଅଶୁଭ ଓ ଅନ୍ୟମାନଙ୍କର ଶୁଭ, କିନ୍ତୁ ପ୍ରଥମ ଦର୍ଶନ ପାଇଁ ବାରଣ ନାହିଁ। ପ୍ରଥମ ଦର୍ଶନ ପରେ ଓ ସର୍ବମୋକ୍ଷ ପରେ ସ୍ନାନ ଦାନାଦି କରାଯାଇଥାଏ। ଧନ୍ୟବାଦ।